ଆମେ ସାଧାରଣତଃ ଓଡ଼ିଶା ରାଜନୀତିକୁ କେମିତି ଦେଖୁ? ନିର୍ବାଚନ, ମଞ୍ଚ ଉପରେ ହେଉଥିବା ଭାଷଣ ଆଉ ଟିଭି ଖବର। ହଁ, ବିଧାନସଭାରେ ବିତର୍କ, ଖବରକାଗଜର ହେଡ୍ଲାଇନ୍ ସେଇଆ ତ। ସେଇଆକୁ ନେଇ ଆମର ଧାରଣା ତିଆରି ହୁଏ। କିନ୍ତୁ ଆଜି ଆମ ପାଖରେ ଗୋଟେ ବିଶ୍ଳେଷଣ ଅଛି, ସାଇଲେଣ୍ଟ ଇକୋଜ୍, ଇନସାଇଡ୍ ଓଡ଼ିଶାଜ୍ ଆର୍କିଟେକ୍ଚର ଅଫ୍ ପାୱାର। ଆଉ ଏଇଟା ପଢ଼ିଲା ପରେ ମୋତେ ଲାଗୁଛି ପ୍ରକୃତ ଖେଳଟା ମଞ୍ଚ ଉପରେ ନୁହେଁ। ନା, ବିଲକୁଲ ନୁହେଁ। ଖେଳଟା ପର୍ଦ୍ଦା ପଛରେ ହିଁ ହୁଏ। ତେଣୁ ଆଜି ଆମେ ସେହି ପର୍ଦ୍ଦା ପଛର କାହାଣୀ, ମାନେ ଓଡ଼ିଶାର ପାୱାର କରିଡୋର୍ସ ବା କ୍ଷମତାର କେନ୍ଦ୍ର ବିଷୟରେ ଟିକେ ଗଭୀର ଭାବେ କଥା ହେବା। ଆଉ ଏହି ଆଲୋଚନାଟା ବହୁତ ବହୁତ ଗୁରୁତ୍ୱପୂର୍ଣ୍ଣ, କାରଣ କ୍ଷମତାକୁ ଆମେ ବାହାରୁ ଯେମିତି ଦେଖୁ, ପ୍ରକୃତରେ ସେମିତି ନୁହେଁ। ମାନେ ଉଚ୍ଚସ୍ୱରରେ ଦିଆଯାଇଥିବା ଆଦେଶ କି ବଡ଼ ଘୋଷଣା, ସେସବୁ ତ ଖାଲି ପ୍ରଦର୍ଶନ। ପ୍ରକୃତ ଶକ୍ତିର ଖେଳ ଚାଲେ ସଚିବାଳୟର ସେହି ନୀରବ କୋଠରୀ ଭିତରେ, ବିଳମ୍ବିତ ରାତିର ଅଫିସ ଆଲୁଅରେ, ଆଉ ମୋଟା ମୋଟା ଫାଇଲ ଭିତରେ। ହଁ, ସେହି ଫାଇଲ ଭିତରେ। ଏହା ଗୋଟେ ପୂରା ତନ୍ତ୍ର, ବୁଝିଲେ? ଠିକ୍ ସେଇଠୁ ଆରମ୍ଭ କରିବା। ଏହି ବିଶ୍ଳେଷଣରେ କୁହାଯାଇଛି ଯେ ଓଡ଼ିଶା ଶାସନରେ ସବୁଠୁ ବଡ଼ ଶକ୍ତି ହେଉଛି ନୀରବତା। କଥାଟା ଟିକେ ଉଲ୍ଟା ଲାଗୁଛି। ହଁ, ଲାଗିବା ସ୍ୱାଭାବିକ, କାରଣ ଆମେ ଭାବୁ ଶକ୍ତିମାନେ କଳାହଳା ଆଦେଶ। ତେବେ ନୀରବଟା କେମିତି ଶକ୍ତିଶାଳୀ ହେବ? ଦେଖନ୍ତୁ, ଏହାକୁ ବୁଝିବାକୁ ଗୋଟେ ବହୁତ ସରଳ ଉଦାହରଣ ନେବା। ଆମ ସରକାରୀ ବ୍ୟବସ୍ଥାର ଫାଇଲ। ଫାଇଲ? ହଁ, ଫାଇଲ। ଗୋଟିଏ ଫାଇଲ କ'ଣ କେବଳ କିଛି କାଗଜ? ନା, ସେଇଟା ଗୋଟିଏ ଜିଲ୍ଲାର ଭାଗ୍ୟ, ହଜାର ହଜାର ଲୋକଙ୍କର ଆଶା। ଯେତେବେଳେ କୌଣସି ବଡ଼ ପ୍ରକଳ୍ପର ଫାଇଲ ଟେବୁଲରୁ ଟେବୁଲ ଘୂରି ଆଗକୁ ବଢ଼େ, ତାର ମାନେ ହେଲା କେଉଁଠି ନୂଆ ଡାକ୍ତରଖାନା ହେବ, କିଛି ଲୋକଙ୍କୁ ଚାକିରି ମିଳିବ। ବିଲକୁଲ, କୌଣସି ଗାଁକୁ ପିଇବା ପାଣି ପହଞ୍ଚିବ। ଆଉ ଯଦି ସେହି ଫାଇଲଟି କୌଣସି ଟେବୁଲ ଉପରେ ମାସ ମାସ ଧରି ପଡ଼ି ରହେ, ଯଦି ଅଟକିଯାଏ? ଯଦି ଅଟକିଗଲା, ତେବେ ସେଇ ସବୁ ଆଶା ବି ସେଇଠି ଅଟକିଗଲା। ରାସ୍ତା ଆଉ ତିଆରି ହେଲାନି। ଆଉ ଏହି ଯେଉଁ ଫାଇଲକୁ ଆଗକୁ ବଢ଼େଇବା ବା ଅଟକେଇବାର ନିଷ୍ପତ୍ତି, ତାହା କୌଣସି ମଞ୍ଚ ଉପରେ ନିଆଯାଏନି। ତାହେଲେ ଏହା କେମିତି ହୁଏ? ଫାଇଲ ଅଟକିବା ମାନେ କ'ଣ ଖାଲି ଅବହେଳା, ନା ଏହା ପଛରେ ବି କିଛି ଉଦ୍ଦେଶ୍ୟ ଥାଏ? ଏଇଠି ଆପଣ ପ୍ରକୃତ କଥାଟି କହୁଛନ୍ତି। ଅବହେଳା ତ ଗୋଟେ କାରଣ ହୋଇପାରେ, କିନ୍ତୁ ଅଧିକାଂଶ ସମୟରେ ଫାଇଲର ଗତି ହିଁ ଗୋଟେ ସନ୍ଦେଶ ଦିଏ। ସନ୍ଦେଶ? ହଁ, ଫାଇଲଟିକୁ ବିନା କୌଣସି ଲିଖିତ ଆଦେଶରେ କେବଳ ଗୋଟିଏ ଟେବୁଲରେ ପକାଇ ରଖିବା ହେଉଛି ଗୋଟେ ଶକ୍ତିଶାଳୀ ନୀରବ ସଂକେତ। ଆଚ୍ଛା। ଏହାର ଅର୍ଥ ହୋଇପାରେ ଯେ ଉପର ମହଲ ଏହି ପ୍ରକଳ୍ପରେ ଖୁସି ନାହିଁ, କିମ୍ବା ଏହା କେତରେ ଚେତାବନୀ। ଏହି ନିଷ୍ପତ୍ତିଗୁଡ଼ିକ କେବଳ ଫାଇଲ ଉପରେ ଲେଖାଥିବା ଛୋଟ ଟିପ୍ପଣୀ, ଗୋଟେ ଫୋନ୍ କଲ୍, କିମ୍ବା ବେଳେବେଳେ କେବଳ ଏକ ଚୁପ୍ ସହମତିରେ ନିଆଯାଏ। ତାହା ହିଁ ପ୍ରକୃତ ନିୟନ୍ତ୍ରଣ। ଏହା ହିଁ ନୀରବତାର ଶକ୍ତି। ଯଦି ଗୋଟେ ଫାଇଲର ଏତେ ଶକ୍ତି, ତେବେ ପ୍ରଶ୍ନ ଉଠୁଛି, ଯେଉଁ ହାତ ସେହି ଫାଇଲକୁ ଅଟକାଏ ବା ଆଗକୁ ବଢ଼ାଏ, ସେ ହାତ କାହାର? ସେମାନେ କ'ଣ ସବୁବେଳେ ଆମ ଦ୍ୱାରା ନିର୍ବାଚିତ ନେତା? ନା, ସବୁବେଳେ ନୁହେଁ। ଆଉ ଏଇଠି ଆମେ ଆଲୋଚନାର ଦ୍ୱିତୀୟ ଭାଗକୁ ଆସୁଛେ, ଯାହାକୁ ଏହି ବିଶ୍ଳେଷଣରେ ଦି ଇନଭିଜିବଲ୍ ଡିସିଜନ୍ ମେକର୍ସ ବା ଅଦୃଶ୍ୟ ନିଷ୍ପତ୍ତି ନିର୍ମାତା ବୋଲି କୁହାଯାଇଛି। ଅଦୃଶ୍ୟ ନିଷ୍ପତ୍ତି ନିର୍ମାତା? ହଁ, ଏମାନେ ହେଉଛନ୍ତି ଶାସନତନ୍ତ୍ରର ମେରୁଦଣ୍ଡ। ସେମାନେ ବରିଷ୍ଠ ପ୍ରଶାସକ, ନୀତି ପରାମର୍ଶଦାତା କିମ୍ବା ମୁଖ୍ୟ ନେତୃତ୍ୱଙ୍କର କୌଣସି ବିଶ୍ୱସ୍ତ ସଚିବ ହୋଇପାରନ୍ତି। ଯେଉଁମାନେ କେବେ ଭୋଟ ମାଗନ୍ତି ନାହିଁ କି ମଞ୍ଚକୁ ଯାଇ ଭାଷଣ ଦିଅନ୍ତି ନାହିଁ, କିନ୍ତୁ ଶାସନର ଦିଗ ନିର୍ଣ୍ଣୟ କରିବାରେ ଏମାନଙ୍କର ଭୂମିକା ବହୁତ ବଡ଼। ଏକଥା ଟିକେ ଚିନ୍ତା କରିବାର ବିଷୟ। ଏହା କ'ଣ ଗଣତନ୍ତ୍ର ପାଇଁ ଏକ ଆହ୍ୱାନ ନୁହେଁ? ଯଦି ଅଣନିର୍ବାଚିତ ବ୍ୟକ୍ତିମାନେ ଏତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଉଛନ୍ତି? ଆହ୍ୱାନ କହିବା ଅପେକ୍ଷା ମୁଁ କହିବି ଏହା ଏକ ବାସ୍ତବତା। ଆଉ ଏହା କେବଳ ଓଡ଼ିଶାରେ ନୁହେଁ, ସବୁ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଅଛି। କିନ୍ତୁ ଓଡ଼ିଶାରେ ଏହାର ସ୍ୱରୂପ ଟିକେ ଅଲଗା। କେମିତି? ଦେଖନ୍ତୁ, ରାଜନୈତିକ ନେତୃତ୍ୱ କ'ଣ କରିବାକୁ ହେବ ତାର ଏକ ଦିଗ ଦିଅନ୍ତି, ଏକ ଭିଜନ ଦିଅନ୍ତି, କିନ୍ତୁ ତାହାକୁ କିପରି କରାଯିବ ତାର ପୂରା ରାସ୍ତାଟା ଏହି ଅଭିଜ୍ଞ ପ୍ରଶାସକମାନେ ହିଁ ତିଆରି କରନ୍ତି। କାରଣ ସେମାନଙ୍କ ପାଖରେ ଅଭିଜ୍ଞତା ଥାଏ। ହଁ, ଦଶନ୍ଧିର ଅଭିଜ୍ଞତା। କେଉଁ ନୀତି କାମ କରିବ, କେଉଁଠି ସମସ୍ୟା ଆସିବ, ଏସବୁର ଗଭୀର ଜ୍ଞାନ ତାଙ୍କ ପାଖରେ ଥାଏ। ତେଣୁ ସେମାନଙ୍କର ପରାମର୍ଶକୁ ଅଣଦେଖା କରିବା ସହଜ ନୁହେଁ। ଅର୍ଥାତ୍ ଏହା ଏକ ସହଭାଗିତା ଭଳି। ଏକ ପ୍ରକାର ସେୟାର କହିପାରନ୍ତି। ନିର୍ବାଚିତ ନେତା ଯଦି ଇଞ୍ଜିନ୍, ତେବେ ଏହି ଅଦୃଶ୍ୟ ନିଷ୍ପତ୍ତି ନିର୍ମାତାମାନେ ହେଉଛନ୍ତି ସେହି ରେଳ ଧାରଣା। ଧାରଣା ବିନା ଇଞ୍ଜିନ୍ ଅଚଳ। ଆଉ ଇଞ୍ଜିନ୍ ବିନା ଧାରଣା ବି ଅକାମୀ। ଓଡ଼ିଶାର ଅନେକ ବଡ଼ ନିଷ୍ପତ୍ତି ପଛରେ, ଯେମିତି ବିପର୍ଯ୍ୟୟ ପରିଚାଳନା ମଡେଲ ହେଉ ବା କ୍ରୀଡ଼ା ଭିତ୍ତିଭୂମିର ବିକାଶ, ଏସବୁ ପଛରେ ଏହି ପ୍ରଶାସକମାନଙ୍କର ନୀରବ କିନ୍ତୁ ଗଭୀର ପ୍ରଭାବ ଅଛି। ଠିକ୍। ତେବେ ଏହି କ୍ଷମତା କେନ୍ଦ୍ର ଭିତରେ ତିଷ୍ଠି ରହିବା ପାଇଁ
ସବୁଠୁ ଗୁରୁତ୍ୱପୂର୍ଣ୍ଣ ଗୁଣ କ'ଣ? ବିଶ୍ଳେଷଣ କହୁଛି ନିଷ୍ଠା ବା ଲୟଲ୍ଟି, କିନ୍ତୁ ଏଠି ନିଷ୍ଠାର ଅର୍ଥ କ'ଣ? ନା, ଏଠି ନିଷ୍ଠାର ଅର୍ଥ ବହୁତ ଗଭୀର। କ୍ଷମତା କେନ୍ଦ୍ରରେ ନିଷ୍ଠା ମାନେ ଉଚ୍ଚସ୍ୱରରେ ନେତୃତ୍ୱଙ୍କୁ ସମର୍ଥନ କରିବା ନୁହେଁ, କିମ୍ବା ତାଙ୍କର ପ୍ରଶଂସା କରିବା ନୁହେଁ। ବିଲକୁଲ, ବରଂ ଅଧିକାଂଶ ସମୟରେ ଏହାର ଅର୍ଥ ହେଉଛି ନୀରବ ରହିବା। ନୀରବ ରହିବା। କେଉଁ କଥା ବନ୍ଦ କୋଠରୀ ଭିତରେ ରହିବ ଏବଂ କେଉଁ କଥା ବାହାରକୁ ଯିବ ତାହା ଜାଣିବା ହିଁ ନିଷ୍ଠାର ସବୁଠୁ ବଡ଼ ପରିଚୟ, ମାନେ ସୂଚନାକୁ ନିୟନ୍ତ୍ରଣ କରିବାର କ୍ଷମତା। କିନ୍ତୁ ଏମିତି ହେଲେ ତ ଗୋଟେ ଭୟର ବାତାବରଣ, ମାନେ ନୂଆ କିଛି କହିବାକୁ ଲୋକେ ଡରିବେ ନାହିଁ। ଗୋଟିଏ ଭୁଲ କିମ୍ବା ମତଭେଦ ଜଣଙ୍କର କ୍ୟାରିୟର ଶେଷ କରିଦେଇପାରେ। ଏହା ଏକ ବହୁତ ଭଲ ପ୍ରଶ୍ନ। ଆଉ ଏଇଟା ହିଁ ଏଇ ବ୍ୟବସ୍ଥାର ଦୁଇଟି ପକ୍ଷ। ଗୋଟେ ପଟେ ଏଇ ନିୟମ ଯୋଗୁଁ ବ୍ୟବସ୍ଥାରେ ଶୃଙ୍ଖଳା ରୁହେ। ନିଷ୍ପତ୍ତି ନିଆଗଲା ପରେ ସମସ୍ତେ ଗୋଟିଏ ଦିଗରେ କାମ କରନ୍ତି, ଯାହାଫଳରେ ଯୋଜନା ଶୀଘ୍ର କାର୍ଯ୍ୟକାରୀ ହୁଏ। ହଁ, କିନ୍ତୁ ଅନ୍ୟପଟେ ଆପଣ କହିବା ଭଳି ଏହା ଏକ ପ୍ରକାର ଭୟ ସୃଷ୍ଟି କରେ। ଯଦି କେହି ଜାଣେ ଯେ ତାର ଗୋଟିଏ ଭିନ୍ନ ମତ ତାକୁ ବ୍ୟବସ୍ଥାରୁ ବାହାର କରିଦେଇପାରେ, ତେବେ ସେ ଚୁପ୍ ରହିବାକୁ ହିଁ ପସନ୍ଦ କରିବ, ଯାହା ଦୀର୍ଘ ସମୟରେ ବ୍ୟବସ୍ଥା ପାଇଁ ଭଲ ନୁହେଁ। ନିଶ୍ଚିତ। ଏହା ସିଧାସଳଖ ଆମ ଆଲୋଚନାର ପରବର୍ତ୍ତୀ ବିଷୟ ସହ ଜଡ଼ିତ, ଯାହା ହେଉଛି ସଡନ୍ ଡିସପିଆରେନ୍ସ ବା ହଠାତ୍ ଅନ୍ତର୍ଧାନ। ଏହା କ'ଣ? ଏହା ଓଡ଼ିଶାର ରାଜନୀତି ଓ ପ୍ରଶାସନର ଏକ ବହୁତ ଚର୍ଚ୍ଚିତ କିନ୍ତୁ ଅକୁହା ସତ୍ୟ। ଆମେ ଦେଖିଛେ ଅନେକ ପ୍ରଭାବଶାଳୀ ବ୍ୟକ୍ତି, ସେ ନେତା ହୁଅନ୍ତୁ କି ଅଧିକାରୀ, ଦିନେ କ୍ଷମତାର କେନ୍ଦ୍ରବିନ୍ଦୁର ଥାନ୍ତି। ହଁ, ସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ତାଙ୍କର ମତ ଲୋଡ଼ାଯାଏ। କିନ୍ତୁ ହଠାତ୍ ଦିନେ କୌଣସି ବଡ଼ ଘୋଷଣା, କୌଣସି ବିବାଦ କିମ୍ବା ସ୍ପଷ୍ଟୀକରଣ ବିନା ସେମାନେ ଦୃଶ୍ୟପଟରୁ ସମ୍ପୂର୍ଣ୍ଣ ଭାବରେ ଗାୟବ ହୋଇଯାଆନ୍ତି। ଗାୟବ ହୋଇଯାଆନ୍ତି ମାନେ ତାଙ୍କୁ ଆଉ କୌଣସି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦିଆଯାଏ ନାହିଁ, କିମ୍ବା ତାଙ୍କୁ କୌଣସି ଅକାମୀ ବିଭାଗକୁ ପଠାଇ ଦିଆଯାଏ, ଯାହାକୁ ଲୁପ୍ ଲାଇନ୍ କୁହାଯାଏ। ଆଚ୍ଛା। ସେମାନେ ଧୀରେ ଧୀରେ ଅପ୍ରାସଙ୍ଗିକ ହୋଇଯାଆନ୍ତି। ଏହା ହିଁ କ୍ଷମତା କେନ୍ଦ୍ରର ନୀରବ ସନ୍ଦେଶ ଦେବାର ତରିକା। କାହାକୁ ବହିଷ୍କାର କରିବାର ଘୋଷଣା ହୁଏନି, ତାକୁ କେବଳ ବ୍ୟବସ୍ଥାରୁ ଅଲଗା କରିଦିଆଯାଏ। ଏହାର ସନ୍ଦେଶ ସ୍ପଷ୍ଟ, କଥା କମ୍, ପରିବର୍ତ୍ତନ ଗଭୀର। ଠିକ୍। ଯେତେବେଳେ ଆମେ ଓଡ଼ିଶାର ଏହି ନୀରବ କ୍ଷମତା କେନ୍ଦ୍ର ବିଷୟରେ କଥା ହେଉଛେ, ନବୀନ ପଟ୍ଟନାୟକଙ୍କ ଶାସନ ଶୈଳୀର ଆଲୋଚନା ତ ନିଶ୍ଚୟ ଆସିବ। ନିଶ୍ଚିତ ଭାବରେ ତାଙ୍କର ଶାସନ ଶୈଳୀକୁ ଭାରତୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ଅଧ୍ୟୟନ ବା କେସ୍ ଷ୍ଟଡି ଭାବେ ଦେଖାଯାଏ। ତାଙ୍କ ଶୈଳୀର ମୂଳଦ୍ୱାର ହିଁ ଥିଲା ଏହି ନୀରବତା ଏବଂ ନିୟନ୍ତ୍ରଣ। ହଁ, ସତରେ ଉଚ୍ଚ ଭାଷଣ ନଥିଲା, ରାଜନୀତିକ ଆକ୍ରମଣ ଖୁବ୍ କମ୍। ଆଉ କୌଣସି ଘଟଣା ଉପରେ ହଠାତ୍ ପ୍ରତିକ୍ରିୟା ଦେବା ପ୍ରାୟ ନଥିଲା। ତାଙ୍କ ଶକ୍ତିର ମୂଳ ଉତ୍ସ ଥିଲା ସେହି ନିୟନ୍ତ୍ରଣ। ସେ କମ୍ କହୁଥିଲେ, କିନ୍ତୁ ତାଙ୍କର ନୀରବତା ହିଁ ସବୁଠୁ ବଡ଼ ନିର୍ଦ୍ଦେଶ ଥିଲା। ତେବେ ଏହି ଶୈଳୀର ସଫଳତାର କାରଣ କ'ଣ ଥିଲା? ଆଉ ଏହାର କିଛି ଦୁର୍ବଳତା ବି ଥିଲା କି? ସଫଳତାର ମୁଖ୍ୟ କାରଣ ଥିଲା ସ୍ଥିରତା, ମାନେ ଷ୍ଟେବିଲିଟି। ଏହି ଶୈଳୀ ଯୋଗୁଁ ଦଳ ଭିତରେ କନ୍ଦଳ କମ୍ ହେଲା ଓ ପ୍ରଶାସନ ରାଜନୈତିକ ଚାପରୁ ମୁକ୍ତ ହୋଇ କାମ କରିବାକୁ ସୁଯୋଗ ପାଇଲା, ଯାହାଫଳରେ ଯୋଜନାର କାର୍ଯ୍ୟକାରିତା ଉପରେ ଅଧିକ ଧ୍ୟାନ ଦିଆଗଲା। ହଁ, ଆଉ ଭାରତର ଅନ୍ୟ ରାଜ୍ୟ ତୁଳନାରେ ଏହା ବହୁତ ଅଲଗା ଥିଲା। ଏହି ନୀରବ କାର୍ଯ୍ୟଶୈଳୀ ଲୋକଙ୍କୁ ଏକ ଶାନ୍ତ ଓ ସ୍ଥିର ଶାସନର ଅନୁଭବ ଦେଉଥିଲା। ଆଉ ଏହାର ଦୁର୍ବଳତା? ହଁ, ଦୁର୍ବଳତା ବି ଥିଲା। ସବୁଠୁ ବଡ଼ ଦୁର୍ବଳତା ଥିଲା କ୍ଷମତାର ଅତ୍ୟଧିକ କେନ୍ଦ୍ରୀକରଣ। ଯେତେବେଳେ ସବୁ ନିଷ୍ପତ୍ତି ଗୋଟିଏ ସ୍ଥାନରୁ ନିଆଯାଏ, ସେତେବେଳେ ଦ୍ୱିତୀୟ ଓ ତୃତୀୟ ସ୍ତରର ନେତୃତ୍ୱ ବିକଶିତ ହୋଇପାରେନି। ଆଉ ଗୋଟେ ଆଶଙ୍କା ଥାଏ ଇନଫର୍ମେସନ ବବଲର, ମାନେ ଯୋଉଠି କେବଳ ଭଲ ଖବର ହିଁ ଉପରକୁ ପହଞ୍ଚେ। ହଁ, ତୃଣମୂଳ ସ୍ତରର ପ୍ରକୃତ ସମସ୍ୟା ପହଞ୍ଚିପାରେ ନାହିଁ। ଏହା ଯେକୌଣସି ଦୀର୍ଘକାଳୀନ ଶାସନ ପାଇଁ ଏକ ବଡ଼ ଆହ୍ୱାନ। ତେବେ ଏହି ସବୁ ଆଲୋଚନାରୁ ଆମେ କ'ଣ ବୁଝିଲେ? ସାଧାରଣ ଲୋକଙ୍କ ପାଇଁ ଏହାର ଅର୍ଥ କ'ଣ? ଏହାର ସବୁଠୁ ବଡ଼ ଅର୍ଥ ହେଉଛି ଯେ ଶାସନର ବାସ୍ତବତା ଆମେ ଖବରରେ ଦେଖୁଥିବା ଚିତ୍ରଠାରୁ ବହୁତ ଅଲଗା ଆଉ ଜଟିଳ। ହଁ, ଆମକୁ ଯାହା ଜଣା ନଥାଏ ଯେ କେତେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଳମ୍ବିତ ରାତିରେ ବନ୍ଦ କୋଠରୀରେ ନିଆଯାଇଛି। କେତେ ପ୍ରସ୍ତାବ ଯାହା ରାଜ୍ୟର ଭବିଷ୍ୟତ ବଦଳାଇ ପାରିଥାନ୍ତା, ତାହା କେବେ ଆଲୋଚନାକୁ ହିଁ ଆସିପାରି ନାହିଁ। ଆଉ କେତେ ଲୋକ ନାଁକୁ ଗୁପ୍ତ ରଖି ପରଦା ପଛରେ ରହି ରାଜ୍ୟ ପାଇଁ କାମ କରି ଚାଲିଛନ୍ତି। ହଁ, ଏହି ତନ୍ତ୍ରକୁ ନ ବୁଝିଲେ ଆମେ କେବେ ବି ଓଡ଼ିଶା ରାଜନୀତିର ପ୍ରକୃତ ସ୍ୱରୂପକୁ ବୁଝିପାରିବାନି। ବିଶ୍ଳେଷଣରେ ଆଉ ଗୋଟିଏ ବାକ୍ୟ ଅଛି ଯାହା ମୋତେ ବହୁତ ପ୍ରଭାବିତ କଲା। ପାୱାର କରିଡରରେ ଭାବନା ନୁହେଁ, ନିୟନ୍ତ୍ରଣ ହିଁ ମୁଖ୍ୟ। ଏହାର ଅର୍ଥ ହେଉଛି
କ୍ଷମତାର ଏହି କେନ୍ଦ୍ରରେ ବ୍ୟକ୍ତିଗତ ଭାବାବେଗର ସ୍ଥାନ ବହୁତ କମ୍। ରାଗ, ଦୟା, ସହାନୁଭୂତି ଏସବୁ ନୁହେଁ। ସବୁକିଛି ନିୟନ୍ତ୍ରଣ ଆଉ ରଣନୀତି ଉପରେ ଆଧାରିତ। ହଁ, ନିଷ୍ପତ୍ତିଗୁଡ଼ିକ ଥଣ୍ଡା ମସ୍ତିଷ୍କରେ ନିଆଯାଏ। ଏଠାରେ ଭାବୁକତା ନାହିଁ, କିନ୍ତୁ ଦୀର୍ଘ ସ୍ମୃତି ଅଛି। କିଏ କେବେ ବ୍ୟବସ୍ଥା ସପକ୍ଷରେ ଥିଲା, କିଏ ବିପକ୍ଷରେ, କିଏ ନିଷ୍ଠାବାନ, ଏସବୁକୁ ମନେ ରଖାଯାଏ। ଏହା ଏକ ଭାବନାହୀନ କିନ୍ତୁ ଅତ୍ୟନ୍ତ କାର୍ଯ୍ୟକ୍ଷମ ବ୍ୟବସ୍ଥା। ଠିକ୍। ଆମେ ଆଲୋଚନାର ଶେଷ ପର୍ଯ୍ୟାୟରେ ପହଞ୍ଚିଛେ। ଏହି ବିଶ୍ଳେଷଣଟି ପାୱାର ଭର୍ସେସ୍ ଲେଗେସି ବା କ୍ଷମତା ବନାମ ଉତ୍ତରାଧିକାର ଧାରଣା ସହିତ ଶେଷ ହୋଇଛି। ହଁ, କାରଣ କ୍ଷମତା ସବୁବେଳେ ଅସ୍ଥାୟୀ। ଆଜି ଯିଏ କ୍ଷମତାର କେନ୍ଦ୍ରରେ ଅଛି, କାଲି ସେ ନଥିବ। ପାୱାର କରିଡରର ଦ୍ୱାର ସବୁବେଳେ ସମସ୍ତଙ୍କ ପାଇଁ ଖୋଲା ରହେ ନାହିଁ। ନା, ସମୟ ସହିତ ଚେହେରା ବଦଳିଯାଏ, କିନ୍ତୁ ଶେଷରେ ଯାହା ରହିଯାଏ ତାହା ହେଉଛି ସେହି ସମୟରେ ନିଆଯାଇଥିବା ନିଷ୍ପତ୍ତିଗୁଡ଼ିକର ପ୍ରଭାବ। ତାହା ହିଁ ଉତ୍ତରାଧିକାର ବା ଲେଗେସି। ଇତିହାସ କାର୍ଯ୍ୟକୁ ହିଁ ମୂଲ୍ୟାଙ୍କନ କରେ। ହଁ, କ୍ଷଣିକ କ୍ଷମତାକୁ ନୁହେଁ। ଲୋକେ ମନେ ରଖନ୍ତି ନାହିଁ କିଏ କେତେ ଶକ୍ତିଶାଳୀ ଥିଲା, ବରଂ ମନେ ରଖନ୍ତି ତାଙ୍କ ସମୟରେ ରାଜ୍ୟ ପାଇଁ କ'ଣ କରାଯାଇଥିଲା। ତେବେ ଆଜିର ଏହି ଗଭୀର ଆଲୋଚନାକୁ ଶେଷ କରିବା ପୂର୍ବରୁ ଆମ ଶ୍ରୋତାଙ୍କ ପାଇଁ ଗୋଟିଏ ଚିନ୍ତନୀୟ ପ୍ରଶ୍ନ। ଆମେ ଦେଖିଲେ କିପରି ନୀରବତା, ନିୟନ୍ତ୍ରଣ ଆଉ ଅଦୃଶ୍ୟ ବ୍ୟକ୍ତିମାନେ ଓଡ଼ିଶାର ଶାସନକୁ ଦିଗ ଦେଇଛନ୍ତି। ତେବେ ପ୍ରଶ୍ନଟି ହେଉଛି, ଯେତେବେଳେ କ୍ଷମତାର କରିଡର ବଦଳିଯାଏ, ସେତେବେଳେ କେଉଁ ନିଷ୍ପତ୍ତିଗୁଡ଼ିକ ଇତିହାସରେ ସ୍ଥାନ ପାଏ ଆଉ କେଉଁଗୁଡ଼ିକ କେବଳ ସେହି କୋଠରୀର କାନ୍ଥ ଭିତରେ ଏକ କ୍ଷଣିକ ସ୍ମୃତି ହୋଇ ରହିଯାଏ?